ବିଜୁ ବାବୁ ଜଣେ ବ୍ୟକ୍ତି ନୁହନ୍ତି, ଗୋଟେ ଅନୁଷ୍ଠାନ ଏବଂ ରାଷ୍ଟ୍ରର ଅନୁଷ୍ଠାନ, ସମଗ୍ର ରାଷ୍ଟ୍ରର ସେ ଜଣେ ଅନୁଷ୍ଠାନ ଏବଂ ବିଶ୍ୱବ୍ୟାପୀ ତାଙ୍କର ନାମ ପରିବ୍ୟାପ୍ତ ଅଛି। ଏଭଳି ଜଣେ ବ୍ୟକ୍ତିଙ୍କର ସାହସିକତା ପାଇଁ ସେ ଆଜି ପୁରସ୍କାର ପାଇଛନ୍ତି, ଭୂମିପୁତ୍ର ଉପାଧି ପାଇଛନ୍ତି ଇଣ୍ଡୋନେସିଆ ଦେଶରୁ। ମୁକ୍ତି ସଂଗ୍ରାମରେ ସେ ଯେଉଁ ସାହସିକତାର ସହିତ ଡାକୁଟା ବିମାନକୁ ନିଜେ ଚଲେଇ ନେଇକରି ଗଲେ, ଝଡ଼ ଭିତରେ ପାଗ ପ୍ରତିକୂଳ ଭିତରେ ଯାଇ ଗଲେ ଏବଂ ସେମାନଙ୍କୁ ମୁକ୍ତି ସଂଗ୍ରାମୀମାନଙ୍କୁ ସଶରୀରେ ଆଣିକି ପହଞ୍ଚେଇ ଦେଇପାରିଲେ, ନିଜେ ଚଳେଇ କରି ବିମାନକୁ ପାଇଲଟ ହିସାବରେ ଦକ୍ଷତାର ପ୍ରତିପାଦନ କରିଛନ୍ତି ଏବଂ ଦି ଥର ମୁଖ୍ୟମନ୍ତ୍ରୀ ହୋଇଥିବା, ଭାରତବର୍ଷର ମଧ୍ୟ କେନ୍ଦ୍ର ସରକାରଙ୍କର ମନ୍ତ୍ରିମଣ୍ଡଳରେ ବାଜପେୟୀଙ୍କ ସାଥିରେ ସେ ମନ୍ତ୍ରୀ ବି ଥିବା, ମୁରାଦେଶଙ୍କ ଠାରେ ସେ ମନ୍ତ୍ରୀ ଥିବା, କେନ୍ଦ୍ର ସରକାରଙ୍କର ମନ୍ତ୍ରୀ ଥିବା ହିସାବରେ ଏଟା ସମସ୍ତେ ଭାରତବର୍ଷ ବାହାରେ ତାଙ୍କୁ ଜାଣିଛନ୍ତି। ବିଜୁ ବାବୁ ଏମିତି ଜଣେ ଲୋକ, ଭାରତବର୍ଷରେ ବିଶ୍ୱର ବାହାର ଲୋକଙ୍କୁ ପଚାରିଦେଲେ ଯେ ବିଜୁ ବାବୁ କିଏ, ସମସ୍ତେ ଜାଣିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆଉ ବିଜୁ ବାବୁ এই দুইটা ଲୋକକୁ এই ଦୁଇଟି ବିଷୟବସ୍ତୁରେ ଆଧାରିତ ମହାପ୍ରଭୁ ଜଗନ୍ନାଥକୁ ଜାଣିଛନ୍ତି ଏବଂ ବିଜୁ ବାବୁଙ୍କୁ ଜାଣିଛନ୍ତି। ସାରା ଭାରତବର୍ଷ ନୁହେଁ, ବିଶ୍ୱର ଲୋକମାନେ ଜାଣିଛନ୍ତି। ଏଭଳି ଜଣେ ଲୋକଙ୍କର ଯେଉଁ ସାହସିକତା ପାଇଁ, ଜଣେ ଭଲ ପାର୍ଲାମେଣ୍ଟାରିଆନ ପାଇଁ, ଜଣେ ରାଷ୍ଟ୍ରନୀତିଜ୍ଞ ହିସାବରେ ତାଙ୍କର ଯେଉଁ ସୁନାମ ଅଛି, ତାଙ୍କ ନାଁରେ ବିଜୁ ଜନତା ଦଳ ସରକାର ଥିଲାବେଳେ ତାଙ୍କର ଏହି କ୍ରୀଡ଼ା ପୁରସ୍କାର ପ୍ରଚଳନ କରିଥିଲେ ବିଜୁ ବାବୁଙ୍କ ନାଁରେ। ତ ଆଜି এই কথা ସମ୍ବାଦକୁ ଆସିଛି, ପେପରକୁ ଆସିଛି, ଖବରକାଗଜକୁ ଆସିଛି, ଏଜେନ୍ସି ନ୍ୟୁଜ ଏଜେନ୍ସିକୁ ପ୍ରକାଶ ପାଉଛି ଯେ ତାଙ୍କ ନାଁଟି ପରିବର୍ତ୍ତନ କରିଦେଲେ। ଏଭଳି ଗୋଟେ ନାମ ପରିବର୍ତ୍ତନ କରିବା ଦ୍ୱାରା ଜାତିର ଯେଉଁ ନୂଆ ଉନ୍ମେଷ, ନା ସେଇଟା ତ ପ୍ରେସ ବିଜ୍ଞପ୍ତି ହେବା ଦରକାର, ସେଟା ପ୍ରେସ ବିଜ୍ଞପ୍ତି ହେବା ଦରକାର ଯେ ନାମ ପରିବର୍ତ୍ତନ କରାଯାଇ ନାହିଁ, সেটা হওয়া উচিত। কিন্তু এই যে নাম পরিবর্তন করিদেবা খালি এ কার্যক্রমে নুহে, অন্য যেকৌশি কার্যক্রমে কিছু যোজনার নাম রূপরেখ পরিবর্তন করা, ଏହା ମଧ୍ୟ ଗୋଟେ ସୁସ୍ଥ ଗଣତନ୍ତ୍ରର ପରିଚାୟକ ନୁହେଁ। ଦେଶ ଜାତିର କିଛି ଗୋଟେ ପ୍ରେରଣା ଆସେ, କିଛି ବଳିଷ୍ଠ ବ୍ୟକ୍ତିତ୍ୱ, ଯେଉଁମାନେ ସମାଜସେବୀ, ଯେଉଁମାନେ ସ୍ୱାଧୀନତା ସଂଗ୍ରାମୀ, ଯେଉଁମାନେ ତ୍ୟାଗୀ, ତାଙ୍କ ପ୍ରଭାବରେ ରାଷ୍ଟ୍ରନୀତିଜ୍ଞ ହିସାବରେ ଦେଶର କିଛି ପ୍ରଭାବ ହୁଏ, ଭବିଷ୍ୟତ ବଂଶଧରକୁ ଗୋଟେ ପ୍ରଭାବିତ କରିଥାଏ, ପ୍ରେରଣା ଦେଇଥାଏ ସେମାନଙ୍କ କାର୍ଯ୍ୟବଳୀ ଦକ୍ଷତା। ସେହି ଦୃଷ୍ଟିରୁ ମୋ ବିଚାରରେ କୌଣସି କାର୍ଯ୍ୟ ଯୋଜନା ଯାହା ଯେକୌଣସି ସରକାର କରିଥାନ୍ତୁ ତାହା ଉତ୍ତମ ଯୋଜନା ହୋଇଥାଏ। ଚାପ ତ ନିଶ୍ଚିତ ଭାବରେ ପ୍ରତିକ୍ରିୟା ଚାରିଆଡ଼େ ଆସିଥିବ ସରକାରଙ୍କୁ, ତ ସେଥିପାଇଁ ସେମାନେ ପରିବର୍ତ୍ତନ କରିଥାଇ ପାରନ୍ତି, ନହେଲେ ତାଙ୍କ ଭିତରେ ବି କିଛି ଚିନ୍ତାଶୀଳ ବ୍ୟକ୍ତି ଅଛନ୍ତି, ବିଚାରବାନ ବ୍ୟକ୍ତି ଅଛନ୍ତି, ଯୋଉଟାକି ସେମାନେ ବି ନାପସନ୍ଦ କରିଥିବେ, ଯୋଉଥିପାଇଁ କି ଆଜି ସେଟା ପରିବର୍ତ୍ତନ ହେଇପାରିଛି। এই প্রশ্ন উঠিব আগামী দিনে। ইস্তাহার ভিতরে যে কথা তাঁর প্রকাশ করেছেন সরকার ক্ষমতাকে আসবা পূর্বরু, লোক সে বিশ্বাসে তাঁর ক্ষমতাকে আনিছেন, নিশ্চিত ভাবে এ কথা প্রশ্ন করবে। আগামী দিনে এ বিষয়ে নিশ্চিত প্রশ্ন আসব যে যা কহিলে লোক সামনাকু যে ইস্তাহার দিয়ে তাকে কার্যকারী করবার যদি উনা রুহে, অভাব রুহে, তা নিশ্চিত প্রশ্ন করবে, জনসাধারণ প্রশ্ন করবে। নিশ্চয় ফেরিবা উচিত এবং সেটা গত সরকারଙ୍କର ମଧ୍ୟ বিগত সরকারଙ୍କର ମଧ୍ୟ এই সিদ্ধান্ত ଥିଲା চিটফন্ড টଙ୍କା ফেরাই দিয়াଯିବ ଲୋକଙ୍କୁ, ତେଣୁ এটা হওয়া উচিত। কারণ বিজু পট্টনাୟକ ତ ଜଣେ ବ୍ୟକ୍ତି ନୁହନ୍ତି, ଗୋଟେ ଅନୁଷ୍ଠାନ ଏବଂ ଜଣେ ରାଷ୍ଟ୍ର ସମ୍ପତ୍ତି ଏବଂ ଭାରତବର୍ଷ ବାହାରେ ନୁହେଁ, ଭାରତବର୍ଷ ଭିତରେ ନୁହେଁ, ଭାରତବର୍ଷ ବାହାର ଜନସାଧାରଣ ମଧ୍ୟ ବିଜୁ ବାବୁଙ୍କୁ ଭଲ ଭାବରେ ଜାଣିଛନ୍ତି। ତାଙ୍କର ଅବଦାନ, ତାଙ୍କର ତ୍ୟାଗ, ତାଙ୍କର ସ୍ୱାଧୀନତା ସଂଗ୍ରାମର ଭୂମିକା, ଜଣେ ବିଖ୍ୟାତ ପାଇଲଟ ହିସାବରେ ତାଙ୍କର ଯେଉଁ କାର୍ଯ୍ୟକ୍ରମ ଥିଲା ଇଣ୍ଡୋନେସିଆ ମୁକ୍ତି ଯୋଦ୍ଧାମାନଙ୍କୁ ସଶରୀରେ ନିଜେ ପାଇଲଟ ହିସାବରେ ସେମାନଙ୍କୁ ଜୀବନ ବଞ୍ଚେଇ ଆଣିକି ଭାରତବର୍ଷରେ ପହଞ୍ଚେଇ ଦେବା, ଗଣତନ୍ତ୍ରକୁ ସମ୍ମାନ ଦେବା, এই ସମସ୍ତ କାର୍ଯ୍ୟ ବିଜୁ ବାବୁଙ୍କର ଯେଉଁ ଅବଦାନ ଅଛି, সেই ଅବଦାନରେ ଆଜି ଯେଉଁ ପ୍ରତିକ୍ରିୟା ସାରା ଓଡ଼ିଶାରେ ପ୍ରକାଶ ପାଇଲା ଯେ ଏଭଳି ନିଷ୍ପତ୍ତି ସରକାର ଭୁଲ କରୁଛନ୍ତି, ଜଣେ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଆଉ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ଜଣେ ବିଶ୍ୱବିଖ୍ୟାତ ପାଇଲଟ, ଏଭଳି ଲୋକଙ୍କ ନାଁଟାକୁ ପରିବର୍ତ୍ତନ କରିଦେଇକି ଯେଉଁ ସରକାର ଯେଉଁ ଚିନ୍ତାଧାରା ନେଉଛନ୍ତି ତାହା ଭୁଲ ବୋଲି ପ୍ରମାଣିତ ଜନସାଧାରଣ କଲେ, ପ୍ରତିକ୍ରିୟା ପ୍ରକାଶ କଲେ, ଯେଉଁଥିପାଇଁ କି ମାନ୍ୟବର ମୁଖ୍ୟମନ୍ତ୍ରୀ
ସୁଚିନ୍ତିତ ଉପାୟରେ ପୁଣି ଚିନ୍ତା କଲେ କ'ଣ କରିବେ ନ କରିବେ ଏବଂ ପରିବର୍ତ୍ତନ କଲେ ଚାପ ପରେ ପରିବର୍ତ୍ତନ କଲେ। ଆଜ୍ଞା ଆଉ ଗୋଟେ କଥା ଏ ସରକାର ନିଷ୍ପତ୍ତି ଅନେକ ନିଷ୍ପତ୍ତି ଆସୁଛି ପରବର୍ତ୍ତୀ ସମୟରେ ପୁଣି ଥରେ ସ୍ପଷ୍ଟୀକରଣ ଦିଉଛି ଏ ସରକାରରେ ତାଳମେଳ ରହୁନାହିଁ କି? ତ ଏଇ କିଛି କଥା ତ ଜଣାପଡୁଛି ଏଭଳି ତାଳମେଳ ରହୁନଥିବା ଏଇ ଗୋଟେ ଘଟଣାରୁ ଜଣାପଡୁଛି। ସମୟ କହିବ ଆଗାମୀ ଦିନରେ ସରକାର ଯେଉଁ ସିଦ୍ଧାନ୍ତ ନେଉଛନ୍ତି ତାକୁ କାର୍ଯ୍ୟକାରୀ କରିବାର କେତେ ଦୂର ପ୍ରୟାସ ସଫଳ ପ୍ରୟାସ କରିବେ ସେମାନେ।